ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାମେଶ୍ୱର ମହାଦେବ ମନ୍ଦିରଠାରେ ଆଜି ନ୍ୟାସନାଲ ଆଣ୍ଟି କରପ୍ସନ ଆଣ୍ଡ ହ୍ୟୁମାନ ରାଇଟ୍ସ କମିଟି ଅଫ୍ ଇଣ୍ଡିଆ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସଭାପତି ଡକ୍ଟର ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ସଭା ପରିଚାଳିତ ହୋଇଥିଲା। ଜିଲ୍ଲା ବ୍ଲକ ସଭାପତି, ସମ୍ପାଦକ, ଉପଖଣ୍ଡ ସଭାପତି, ସମ୍ପାଦକ ଓ ଜିଲ୍ଲା ସମ୍ପାଦକ, ଜିଲ୍ଲା ଉପସଭାପତି ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସମସ୍ୟା କିପରି ପ୍ରଶାସନ ନିକଟରେ ପହଞ୍ଚି ପାରିବ ଏବଂ କିପରି ସମାଧାନ କରିହେବ ଓ ଜନସାଧାରଣମାନେ କିପରି ଉଚିତ ନ୍ୟାୟ ପାଇପାରିବେ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମ୍ପାଦକ ମନୋଜ କୁମାର ଦାସ, ଜିଲ୍ଲା ଉପସଭାପତି ଆଲୋକ କୁମାର ପଣ୍ଡା, ସେହିପରି କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ପ୍ରହଲ୍ଲାଦ ମୋଦଲି ଏବଂ ଉପଖଣ୍ଡ ସଭାପତି ଅଭିମନ୍ୟୁ ବେହେରା, ସଦର ଉପଖଣ୍ଡ ସଭାପତି ପ୍ରସନ୍ନ କୁମାର ପତି, ହିନ୍ଦୋଳ ଉପଖଣ୍ଡର ସଭାପତି ଧବଳ ପ୍ରସାଦ ସାହୁ, ପର୍ଜଙ୍ଗ ବ୍ଲକର ସଭାପତି ପ୍ରତିନିଧି ଭାବେ ସତ୍ୟବାଦୀ ସେଠୀ ଯୋଗ ଦେଇଥିଲେ। କାମାକ୍ଷାନଗର ବ୍ଲକର ସଭାପତି ପ୍ରଦ୍ୟୁମ୍ନ କୁମାର ବେହେରା, ବ୍ଲକ ସଦସ୍ୟ ନିହାର ରଞ୍ଜନ ରାଉତ, କଙ୍କଡ଼ାହାଡ଼ ବ୍ଲକର ସଭାପତି ସଚିତାନନ୍ଦ ପାଳ, ବ୍ଲକ ସଦସ୍ୟ ଲିପୁନା ବେହେରା, ହରିଶଚନ୍ଦ୍ର ମହାକୁଡ଼ ଯୋଗ ଦେଇଥିଲେ। ଢେଙ୍କାନାଳରୁ ପ୍ରହଲ୍ଲାଦ ମୋଦଲିଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍, ଓଡ଼ିଶା।